ପ୍ଲିଜ୍ କରନି, ମୋତେ କଷ୍ଟ ଲାଗୁଛି। ମୁଁ ଏମିତି ଚିଲଉଥିଲି ବିଛଣାରେ ଶୋଇକରି। ହେଲେ ସେ 2 ଜଣ ନୃଶଂସ ମୋ ଶରୀରକୁ ଖାଇ ଚାଲିଥିଲେ। ମୁଁ ଦୁର୍ବଳ ହୋଇ ଚାଲିଥିଲି। ସେମାନେ ଖାଇ ଚାଲିଥିଲେ ଏପଟୁ ଆଉ ସେପଟୁ। ଆପଣ କାହାଣୀଟି କ'ଣ ସମ୍ପୂର୍ଣ୍ଣ ଶୁଣନ୍ତୁ, କାହାଣୀ ଭିତରେ ପଶନ୍ତୁ, କାହାଣୀର ରହସ୍ୟ ବୁଝିପାରିବେ। ଆଉ ଆପଣଙ୍କୁ ଅନୁରୋଧ, ଆପଣ ମୋ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ଆଉ ସେୟାର କରନ୍ତୁ। ରିତୁ ପେଶାରେ ଡାକ୍ତର ଆଉ ମୋ ସ୍ତ୍ରୀ। ପ୍ରତିଦିନ ରାତିରେ ଗୋଟେ ଲୋକ ସହ ସେ ଚାଲି ଯାଉଥିଲା। ତା ପରଦିନ ସକାଳୁ ଫେରୁଥିଲା। ମୁଁ ପଚାରିବାରୁ କହୁଥିଲା ସେହି ଲୋକ ମା ଦେହ ଭଲ ରହୁନାହିଁ ବୋଲି ମୋତେ ତା ଘରେ ରାତିରେ ରହିବାକୁ ପଡ଼ୁଛି। ମାତ୍ର ତା ଉପରେ ସନ୍ଦେହ ହେବାରୁ ଗୋଟିଏ ଦିନ ମୁଁ ତା ଗାଡ଼ି ପଛେ ପଛେ ଯାଇଥିଲି। ସେମାନେ ଗୋଟେ ଘର ଖୋଲି ରୁମ୍ ଭିତରକୁ ପଶିଗଲେ। ମୁଁ ମଧ୍ୟ ତାଙ୍କ ପଛେ ପଛେ ରୁମ୍ ଭିତରକୁ ପ୍ରବେଶ କଲି। ରୁମ୍ ଭିତର ଅବସ୍ଥା ଦେଖି ମୋ ମୁଣ୍ଡ ଘୁରେଇ ଯାଇଥିଲା। ସମ୍ପୂର୍ଣ୍ଣ କାହାଣୀଟି କ'ଣ ଆସନ୍ତୁ ଶୁଣିବା। ମୁଁ ପ୍ରବୀର, ମୋ ବୟସ 29 ବର୍ଷ। ମୋ ସ୍ତ୍ରୀ ପେଶାରେ ଜଣେ ଡାକ୍ତର ଥିଲେ। ଜଣେ ଲୋକ ପ୍ରତିଦିନ ଆମ ଘରକୁ ଆସି କହୁଥିଲା ତା ମା ବହୁତ ଅସୁସ୍ଥ ଅଛନ୍ତି କହି ମୋ ସ୍ତ୍ରୀକୁ ସାଙ୍ଗରେ ନେଇଯାଉଥିଲା। ମୋ ସ୍ତ୍ରୀ ସେଠାରେ ରାତି ସାରା ରହିବା ପରେ ତା ପରଦିନ ଫେରୁଥିଲା। ଏମିତି ଗତ କିଛି ଦିନ ଧରି ଚାଲିଥିଲା। ପୂର୍ବରୁ ମୁଁ ସବୁକିଛି ଅଣଦେଖା କରି ଭାବୁଥିଲି ରୋଗୀର ଯତ୍ନ ନେବା ଡାକ୍ତରଙ୍କର କର୍ତ୍ତବ୍ୟ। କିନ୍ତୁ କିଛି ଦିନ ପରେ ମୁଁ ଆଉ ସହିପାରୁନଥିଲି। କାରଣ ସବୁଦିନ ଗୋଟେ ଅଜଣା ଲୋକ ଘରେ ଯାଇ ନିଜ ସ୍ତ୍ରୀକୁ ରହିବାର ଦେଖି କେଉଁ ପୁରୁଷ ବା କେତେ ଦିନ ରହିପାରିବ। ଦିନେ ମୁଁ ମୋ ସ୍ତ୍ରୀକୁ ରାତିରେ ବାହାରକୁ ଯିବା କଥା ନେଇ ବାରଣ କରି କହିଥିଲି ଯେ ଦେଖ ରିତୁ, ତୁମେ ସବୁବେଳେ ଗୋଟେ ଅଜଣା ଲୋକ ଘରକୁ ଯାଇ ତା ଘରେ ରହିବାଟା ଠିକ୍ ନୁହେଁ। ମୋତେ ଏସବୁ ଜମା ଭଲ ଲାଗୁନି। ମୁଁ ତୁମ ଉପରେ ସନ୍ଦେହ କରୁନି, ହେଲେ ସେହି ଲୋକ ଘରକୁ ବାରମ୍ବାର ଯିବା ଦ୍ୱାରା ତୁମର ଭବିଷ୍ୟତରେ ବିପଦରେ ପଡ଼ିପାର। ହେଲେ ମୋ ସ୍ତ୍ରୀର ସ୍ୱଭାବ ଏତେ କଠୋର ଆଉ ପେଶା ପ୍ରତି ତାଙ୍କର ଏତେ ଭଲ ପାଇବା ଥିଲା ଯେ ମୁଁ ଯେତେ ବାରଣ କରିବାକୁ ଚାହିଁଲେ ବି ମୋତେ ଚୁପ୍ ରହିବାକୁ ପଡ଼ୁଥିଲା। ସେହିଭଳି ଆଜି ମଧ୍ୟ ମୁଁ ବ୍ରେକଫାଷ୍ଟ କରି ଅଫିସ ବାହାରିଲା ବେଳକୁ ସେହି ବ୍ୟକ୍ତି ଜଣକ ଗାଡ଼ିରେ ଓହ୍ଲେଇ ଆମ ଘରକୁ ଆସିଲେ ମୋ ସ୍ତ୍ରୀକୁ ନେବା ପାଇଁ। ଏଇଥର ମୁଁ ତାଙ୍କୁ ଅଟକେଇ ପଚାରିଲି, କ'ଣ ଆଜି ଯାଇ ତୁମ ମାଙ୍କ ଦେହ ଭଲ ହୋଇନାହିଁ କି? ତାହେଲେ ତାଙ୍କୁ କେଉଁ ଭଲ ଡାକ୍ତରଖାନାରେ ଆଡ଼ମିଟ୍ କରେଇଦିଅ। ସେ ଦୁଃଖରେ କହିଲା, ନାହିଁ ସାର୍, ଡାକ୍ତରଖାନାବାଲା ବହୁତ ପଇସା ମାଗିବେ ଆଉ ମୋର କେଉଁ ଏତେ ସମ୍ବଳ ଅଛି ଯେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରେଇ ପାରିବି। ମ୍ୟାଡ଼ାମ୍ ବହୁତ ଭଲ ଟ୍ରିଟମେଣ୍ଟ କରୁଛନ୍ତି ଆଉ ମୋ ମା ଚାହୁଁଛନ୍ତି ତାଙ୍କରି ପାଖରେ ଟ୍ରିଟମେଣ୍ଟ ହେବାକୁ। ସେଥିପାଇଁ ତ ମୁଁ ଆଜି ମ୍ୟାଡ଼ାମ୍କୁ ନେବାକୁ ଆସିଛି। ତାପରେ ଆମ ଘର ଭିତରକୁ ଅନେଇ କହିଲା, ମୁଁ ଟିକେ ମ୍ୟାଡ଼ାମ୍କୁ ଡାକିକି ଆସୁଛି ଘର ଭିତରୁ। ମୁଁ ତାକୁ ସେତେବେଳେ କଡ଼ା ସ୍ୱରରେ କହିଥିଲି, ରୁହ, ମୁଁ ମ୍ୟାଡ଼ାମ୍କୁ ଡାକୁଛି। ମୋର କଡ଼ା କଥା ଶୁଣି ସେ ଯାଇ ଗାଡ଼ି ପାଖରେ ଠିଆ ହୋଇଯାଇଥିଲା। ଏହାପରେ ମୁଁ ଘର ଭିତରକୁ ଅନେଇ ରିତୁକୁ ଡାକ ମାରିଲି। କିଛି ସମୟ ପରେ ରିତୁ ଘର ଭିତରୁ ବ୍ୟାଗ୍ ପକାଇ ରେଡ଼ି ହେଇ ଆସି ସେହି ଲୋକ ସହିତ ଗାଡ଼ିରେ ବସି ପଳେଇଲେ। ସେମାନଙ୍କୁ ଦେଖି ମୋ ମନ ଭିତରେ ନିଆଁ ଲାଗିଯାଉଥିଲା। ମୁଁ ଜାଣିଥିଲି ରିତୁ ମନ ଭିତରେ ମୋ ଛଡ଼ା କେହି ନାହାନ୍ତି। ହେଲେ ବି କେଉଁ ସ୍ୱାମୀ ଗୋଟେ ପରପୁରୁଷ ସହ ନିଜ ସ୍ତ୍ରୀକୁ ଦେଖି ସହିପାରିବନି। ମୁଁ ମଧ୍ୟ ଅଫିସକୁ ବାହାରିଗଲି। ଅଫିସରେ ପହଞ୍ଚି ମୁଁ ରିତୁକୁ ଫୋନ୍ କରି ପଚାରିଥିଲି, ତୁମେ ପହଞ୍ଚିଲଣି କି ନାହିଁ? ସେ ମୋତେ କହିଲେ, ମୁଁ ସେହି ସ୍ତ୍ରୀଲୋକ ପାଖରେ ଅଛି, ତାଙ୍କ ଚେକଅପ୍ କରୁଛି। ତୁମେ ଫୋନ୍ ରଖ, ମୋ ପଛରେ କଥା ହେଉଛି। ଏତିକି କହି ଫୋନ୍ କାଟିଦେଲା। ମୁଁ ମଧ୍ୟ ଅଫିସରେ କାମ ବ୍ୟସ୍ତରେ ରହିଯାଇଥିଲି। ସେଦିନ ଲଞ୍ଚ ସମୟରେ ମଧ୍ୟ ଗଡ଼ି ଯାଇଥିଲା। ହେଲେ ରିତୁର ଫୋନ୍ ଆସିଲାନି। ସନ୍ଧ୍ୟା ହୋଇଗଲା ଆଉ ମୁଁ ଘରକୁ ଯିବା ପାଇଁ ବାହାରିଲି। ବାଟ ସାରା ରିତୁ ଆଉ ସେହି ଲୋକ କଥା ଭାବି ଭାବି ମୋତେ ବହୁତ ଅସ୍ତବ୍ୟସ୍ତ ଲାଗୁଥାଏ। ଏମିତି ସବୁ କଥା ଭାବୁ ଭାବୁ ଘର ପାଖରେ କେତେବେଳେ ପହଞ୍ଚି ଯାଇଥିଲି ସେଇଟା ମୋତେ ଜଣାପଡ଼ିନଥିଲା। ଘରେ ପହଞ୍ଚି ଦେଖିଲି ଗେଟ୍ ତାଲା ପଡ଼ିଛି। ଏହାର ମାନେ ରିତୁ ଏପର୍ଯ୍ୟନ୍ତ ଘରକୁ ଫେରିନି। ମୁଁ ଗେଟ୍ ଖୋଲି ଘର ଭିତରକୁ ଯାଇ ପାଣି ଗ୍ଲାସଟେ ପିଇଲି। ଟିକେ ଫ୍ରେଶ୍ ହେଇ ଚେୟାର ଉପରେ ବସି ରିତୁକୁ ଫୋନ୍ ଲଗେଇଲି। ପ୍ରଥମ ରିଙ୍ଗରେ ସେ ଫୋନ୍ ଉଠାଇ କହିଲା, ମୁଁ ଘରକୁ ପଳେଇ ଆସିଲିଣି। ଫ୍ରିଜରେ ଖାଇବା ଅଛି, ଗରମ କରି ଖାଇନେବ। ଏତିକି କହି ଫୋନ୍ ରଖିଦେଲା। ମୋତେ ସେତେବେଳେ ତା କଥା ଶୁଣି ବହୁତ ରାଗ ଲାଗୁଥିଲା। ତେଣୁ ମୁଁ ମଧ୍ୟ ଫୋନ୍କୁ ଖଟ ଉପରେ ଫିଙ୍ଗିଦେଲି।
एहापरे टीवी लगेई न्यूज देखिली। न्यूजरे सहर रे हेउथबा नीतिदिनिया अपराध सबू कहूथिबार देखि मो मनरे भय उत्पन्न हेउथला। काले मो स्त्री सही अजणा लोक जोगु केउ असुविधारे पड़ जाई पारे। मु बुझी पारुछि ता पई रोगी सेवा बहुत मूल्यवान, हेले तार सुरक्षा मो पई मध्य बहुत गुरुत्वपूर्ण। जदि मु सही स्त्री लोकर घर ठिकणा जानी थांती ताहेले एबे जाई ताकू सेठारु नेई आसी थांती बोली भाबुथिली। हेले दुर्भाग्यवशतः मु सही स्त्री लोकर ठिकणा जानी नहीं। एहा परे मु रीतु को आउ थरे फोन लगेइथिली। एथर तार मोबाइल बंद आसुथला। मो मनरे अजणा भय घर करुथला। लागुथला जेमिति ऋतु काले केउ असुविधारे पड़ जाई नहीं था। अनापटे मुंडरे चलुथला जे काले सही लोक ऋतु सह किछि खराब काम करू नथिबो त। अवश्य ऋतु सही स्वभावर झियो नथिला, हेले भी मो मनरे उठुतबा आशंकार मो बा कौन करि परिबि आउ। जहा हेले ऋतु गोटे डाक्तर आउ भल झियो, तेणु ता विषय एसबू भाविबा ठीक नुहे। यह सबू भाभी भाभी मु से कथा सब मुंडरू काढ़ीदेली। फ्रिज रु खाद्य बाहर करी सेतेबेले गरम कली। खाई सारी बेड पर को जेतेबेले सोइबाकू जाइथिली सही भावना सब मो मुंड को आउ थरे पसी जाइथिला। बहुत अस्तव्यस्त लागुथिला मते। जदि ऋतु मते छाड़ी देई सही लोक पाखकू पळेबो ताहले मो घरे परिवार रे कोन सम्मान रहिबो मोर। ऋतु कोन सतरे ता सह किछि खराब संपर्क रे लिप्त अछि ना एसबू मोर भावना। एही भावना रे मु आउ बंची पारिबिनी। तेणु स्थिर कली काली ऋतु आसिले मु ताकू सफा सफा मना करदेबी सही लोक घर को आउ न जीवाकू। एहा सबू भाभी भाभी मते केतेबेले निद हो जाइथिला मु जानि नथिली। सकाळे कॉलिंग बेल र घंटी रे मोर निद भांगिला। कबाट खोली देखे तो ऋतु बाहरे ठिया होईछि। से सेतेबेले सही लोकटी आड़कू चाहिथिला, जहा सह से सेतेबेले घर को फेरिथिला। एसबू देखि मो ऋतु आड़कू अनेई रक्त चाउଳ चोबौथाए। से मो मुह को न अनेई घर भीतर को चली जाइथिला। मु ता पछरु डाकी कहिथिली जे ऋतु तुमे आजि ठारू से लोक घर को जीव नाही। ऋतु बुली पड़ी मते चाहि कहिथिला, तुमे कौन कहबाकू चाहुछ प्रवीर? मु काहेकि जीबिनी? काहेकि जीबिनी मु ता घर को? तुमे विवाह पूर्वरु जानिथिल मु गोटे डॉक्टर आउ मोर एटा पेशा। तुमे कौन चाहुछ जे मु सब काम धंदा बंद करी घरे बसिबी? मु कहिली नाई ऋतु, मु से कथा कहूनी। तुमे डाक्तरखाना जाओ, मु तुमको बारण करूनी। मोर कहबा कथा एतिकी जे तुमे आउ से लोक घर को जाओनी। ऋतु कहिला, कौन तुमे मो ऊपर संदेह करूछ प्रवीर? मु कहिली ना, मु तुम ऊपर संदेह करूनी ऋतु। मोर संदेह सही लोक ऊपरे, काले से तुम सहित किछि खराब काम करदेबो सेईटा मोर संदेह। एतिकी कही मु शेषरे ताकू कहिथिली एईटा मोर शेष निष्पत्ति ऋतु। एतिकी शुणी ऋतु सेतेबेले जोरे गर्जन करी कहिथिला, तुमे मो ऊपरे एमिति हुकुम जाहिर करि परिबनी प्रवीर। मु गोटे स्वाधीन नारी, मोर जहा इच्छा हेबो मु सेया करिबी। एतिकी कही से मुह छाटी रूम को चली जाइथिला। आउ मु मध्य ऑफिस जीवा पई बाहरिली। मु भाबिथिली से बोधे मते डाकिबो ब्रेकफास्ट करबा पई, हेले ओलोटा मु घर को जीवा जाए से रूम बंद करी रहिला। एसबू देखी मते सेतेबेले बहुत राग लागुथला। आउ रागरे मु गाड़ी स्टार्ट करी ऑफिस बाहरी पड़िली। हेले ऑफिस रे कौनसी काम रे मन लागु न थाए। घर सिना रागी की भोग उपास रे बाहरी पड़िली, हेले ऑफिस रे मन ऋतु पाखरे थाए। मने मने ऋतु कथा भाबु थाए। आउ काम न करी पारी ऑफिस रु आधा दिन रो छुट्टी नहीं बाहरी आसी गोटे गछ छाई रे बसी पड़िली। मन को बहुत कष्ट लागु थाए। अजाणतारे आखिरु केई बुंदा लुह झरी पड़ुथला। ये सही ऋतु जहाको मु एते भल पाउथिली, आज मु ता पई कोन एते पर हे गली जे गोटे अजणा लोक पई से मते धिक्कार करबाकू पछेलानी। कोन मो भल पाइबारे कोनोसी मूल्य नाही ता निकटरे। आज ता पई सही लोक मोठार भी ऊपर हे गला। आम संपर्क कोन एते मूल्यहीन हे गला? आज कोठी भूल रही गला मोर जे ऋतु मो सह एमिति कला। भगवान जानती केउ भली संपर्क अछि तांको भितरे। सेईटा पाप ना पुण्य संपर्क सेईटा भी सठिक रूप रे जणा नहीं। हेले ऋतुर मो प्रति एपरी व्यवहार मो संदेह को सत्य विवेचित करुथला। एहीपरि बहुत भावना रे छंदी होई कौनसी निष्पत्ति रे मु पहुंची न पारी घर को फेरिथिली।
ଘର ଭିତରେ ସେଦିନ ମୋ ସ୍ତ୍ରୀ କାହା ସହ ଫୋନରେ କଥା ହେଉଥିବାର ମୋତେ ଶୁଭିଲା। ମୁଁ ଆସ୍ତେ କରି ସେତେବେଳେ କାନ ଲଗେଇ ଶୁଣିବାକୁ ଚେଷ୍ଟା କଲି। ରିତୁ କହୁଥିଲା, ମୋ ସ୍ୱାମୀର ସନ୍ଦେହ ହେଉଛି, ତେଣୁ ମୁଁ ଆଜିଠାରୁ ତୁମ ଘରକୁ ଯାଇପାରିବିନି। ତୁମେ ଔଷଧ ସମୟ ସମୟରେ ଦେଉଥିବ। ପରିସ୍ଥିତି ଆହୁରି ଖରାପ ହେଲେ ଆମେ ଶେଷ ପଦକ୍ଷେପ ଉଠାଇବା। ମୋର କାହାକୁ ଖାତିର ନାହିଁ। ଯିଏ ଯାହା କହୁଛି କହୁ, ଯିଏ ଯାହା ଭାବୁଛି ଭାବୁ। ମୋ ଇଚ୍ଛା ଯାହା ମୁଁ ସେଇଆ କରିବି। ତୁମେ ନିଶ୍ଚିନ୍ତ ରୁହ। ଏସବୁ ଶୁଣି ମୁଁ ରୋଷେଇ ଘରକୁ ଆସି ପାଣି ଗ୍ଲାସଟେ ପିଇ ଗ୍ଲାସଟିକୁ ତଳେ କଚାଡ଼ି ଦେଲି। ସେ ଭୟରେ ଗର୍ଜନ କରି କହିଲା, କିଏ ଆସିଛ? ଉତ୍ତର ଦିଅ, କିଏ ସେଠି? ଏତିକି କହି ରୋଷେଇ ଘର ପାଖକୁ ଆସି ମୋତେ ଦେଖି ଡରିଗଲା। କହିଲା, ତୁମେ ତୁମେ କେତେବେଳେ ଆସିଲ? ଯଦି ତୁମେ ଆସିଲ, କ'ଣ କଲିଂ ବେଲ୍ ବଜେଇ ପାରିଲ ନାହିଁ? ଏମିତି ଲୁଚି ଲୁଚି ଆସିକି ପାଣି ପିଇବାର ମାନେ କ'ଣ? ତା ହାତରେ ଗୋଟିଏ ବଡ଼ ବାଡ଼ିଟେ ଧରି ସେ ଆସିଥିଲା। ମୁଁ ତାକୁ କିଛି ନ କହି ପାଣି ବୋତଲଟିକୁ ଫ୍ରିଜରେ ରଖି ତା ହାତରୁ ବାଡ଼ିଟି ନେଇ ଡାଇନିଂ ଟେବୁଲ ପାଖକୁ ଚାଲି ଯାଇଥିଲି। ଆଉ ତାକୁ କହିଥିଲି, ଏତେ ବଡ଼ ବାଡ଼ିଟେ ନେଇକି କାହିଁକି ଆସିଥିଲ? କ'ଣ ଏହି ବାଡ଼ିରେ କାହା ମୁଣ୍ଡ ଫଟେଇକି ମାରିଦେବାର ଉଦ୍ଦେଶ୍ୟ ଥିଲା ନା କ'ଣ? ମୋ କଥା ଶୁଣି ତା ମୁହଁର ରଙ୍ଗ ଉଡ଼ି ଯାଇଥିଲା। ଆଉ ସେ ଡରି ଡରି ମୋତେ କହିଥିଲା, ମୁଁ କାହିଁକି କାହାକୁ ମାରିବି ଯେ? କାଳେ କେଉଁ ଚୋର ପଶିଥିବ ଭାବିକି ଏଇ ବାଡ଼ିଟା ମୁଁ ଆଣିଛି ମୋ ସୁରକ୍ଷା କରିବା ପାଇଁ। ମୁଁ ତା କଥା ଶୁଣି ତାଚ୍ଛଲ୍ୟ କଲା ଭଳି ଟିକେ ହସିଦେଇ ମୋ ରୁମ୍କୁ ଚାଲି ଯାଇଥିଲି। ସେଠାରେ ଫ୍ରେଶ୍ ହେଇ ଛାତ ଉପରକୁ ଯାଇ ବସିକି ଭାବିଲି ରିତୁର ଫୋନ୍ରେ ହୋଇଥିବା କଥା ବିଷୟରେ। ସେ ତାର କେଉଁ ଶେଷ ପଦକ୍ଷେପ କଥା କହୁଥିଲା? ସେ ଭିତରେ ଭିତରେ କ'ଣ ଯୋଜନା କରୁଛି? ମୋତେ ଛାଡ଼ି ସେହି ଲୋକ ସହ ପଳେଇବା କଥା ଭାବୁନାହିଁ ତ? କେମିତି ଜାଣିବି ସେ କେଉଁ ଶେଷ ପଦକ୍ଷେପ କଥା କହୁଥିଲା? ସେ ଯଦି ମୋତେ ଛାଡ଼ିକି ପଳେଇବ, ମୋର ମାନ ସମ୍ମାନ ସବୁ ମାଟିରେ ମିଶିଯିବ, ଧୂଳିସାତ୍ ହେଇଯିବ। ମୋତେ କିଛି ଗୋଟେ ସମାଧାନର ବାଟ ବାହାର କରିବାକୁ ପଡ଼ିବ। ଏମିତି ଚୁପ୍ ହେଇ ମୁଁ ଆଉ ବସିପାରିବି ନାହିଁ। ଏମିତି ଭାବୁ ଭାବୁ ମୋତେ କେତେବେଳେ ସେଠାରେ ନିଦ ହୋଇଯାଇଥିଲା ମୁଁ ଜାଣିପାରିନଥିଲି। ସକାଳ ହେଲା ପରେ କଲିଂ ବେଲ୍ର ଶବ୍ଦରେ ମୋ ନିଦ ଭାଙ୍ଗିଲା। ପୁଣି ସେହି ଲୋକଟି ଆସିଥିଲା। ଆଉ ମୋ ସ୍ତ୍ରୀ ମୋତେ କିଛି ନ କହି ତା ସହ ବସି ଚାଲି ଯାଇଥିଲା। ମୁଁ ଚୁପଚାପ ସେତେବେଳେ ତାକୁ ଦେଖୁଥିଲି, କାରଣ ମୁଁ ଚାହୁଁନଥିଲି ବାହାର ଲୋକଙ୍କ ଆଗରେ ଆମର ଇଜ୍ଜତ ପଡ଼ୁ। ଏହାପରେ ମୁଁ ମଧ୍ୟ ବ୍ରେକଫାଷ୍ଟ କରି ଅଫିସ୍ ଚାଲି ଯାଇଥିଲି। ରାତିରେ ଘରକୁ ଫେରି ଦେଖିଲି ରିତୁ ଘରେ ନାହିଁ। ମୁଁ ଜାଣିସାରିଥିଲି ଆଜି ମଧ୍ୟ ରିତୁ ଘରକୁ ଆସିବ ନାହିଁ। ମୁଁ ଚୁପଚାପ ତାକୁ ଗୋଟେ ମେସେଜଟେ କରି ଖାଇକି ଶୋଇପଡ଼ିଲି। ଶୋଇଲା ବେଳେ ରିତୁ କଥା ମନକୁ ଆସିଯାଉଥିଲା। ବାହାଘର ହେବାର ପ୍ରଥମେ ପ୍ରଥମେ ସେ ମୋତେ କେତେ ଭଲ ପାଉଥିଲା। ବୋଧହୁଏ ସେତେବେଳେର ତାର ସେ ଭଲ ପାଇବାଟା ଗୋଟିଏ ଅଭିନୟ ଥିଲା। ନହେଲେ ସେ ଆଜି ଏମିତି ମୋତେ ଧୋକା ଦେଇନଥାନ୍ତା। ଏହିପରି ବହୁତ କଥା ଭାବି ଭାବି ମୁଁ ସେତେବେଳେ ଶୋଇଯାଇଥିଲି। ସକାଳେ କଲିଂ ବେଲ୍ର ଶବ୍ଦରେ ମୋ ନିଦ ଭାଙ୍ଗିଗଲା। ସବୁଦିନ ପରି ଆଜି ମଧ୍ୟ ସେ ତାର ପ୍ରେମିକକୁ ହାତରେ ହଲେଇ ହଲେଇ ବାଏ କହୁଥିଲା। ମୋର କବାଟ ଖୋଲିବା ଦେଖି ମୋ ମୁହଁକୁ ନ ଚାହିଁ ସିଧା ତା ରୁମ୍କୁ ଚାଲି ଯାଇଥିଲା। ମୁଁ ସେତେବେଳେ କବାଟ ବନ୍ଦ କଲା ବେଳକୁ ବାହାରକୁ ମୋର ନଜର ପଡ଼ିଗଲାରୁ ଦେଖିଲି ବାହାରେ କେତେଟା ଲୋକ ଆମ ଘର ଆଡ଼କୁ ଚାହିଁ କ'ଣ ଫୁସୁରୁ ଫୁସୁରୁ ହେଉଥିଲେ। ମୁଁ ସେମାନଙ୍କୁ ଦେଖି ରକ୍ତ ଚାଉଳ ଚୋବାଉଥିଲି। ରୁମ୍ ଭିତରକୁ ଆସି ରିତୁର ହାତ ଘୋଷାଡ଼ି ଆଣି କହିଲି, ତୁମେ ଏଠି ମୋର ସ୍ତ୍ରୀ ହିସାବରେ ରହୁଛ ନା ଭଡ଼ାଟିଆ? ଯେତେବେଳେ ମନ ହେବ, ଯାହା ସହ ମନ ହେବ ଯିବ ଆଉ ଆସିବ। ଏଇ କଲୋନୀରେ ମୋର ଯାହା ମାନ ସମ୍ମାନ ଅଛି ସେସବୁ ତୁମେ ମାଟିରେ ମିଶାଇ ଦେବାକୁ ଲାଗିଛ। ଏତିକି କହି ତାକୁ ବେଡ୍ ଉପରକୁ ଠେଲି ଦେଇ ମୁଁ ଛାତ ଉପରକୁ ସିଗାରେଟ୍ ନେଇ ଟାଣିବାକୁ ଚାଲିଗଲି। ସିଗାରେଟ୍ ଟାଣି ଟାଣି ସକାଳୁ ସନ୍ଧ୍ୟା ହେଇଗଲା। ସନ୍ଧ୍ୟାରେ ମୁଁ ତଳକୁ ଆସି ଗାଡ଼ି ଧରି ବାହାରକୁ ଚାଲି ଯାଇଥିଲି। ବାହାରୁ ଡିନର କରି ରାତିରେ ଘରକୁ ଫେରିଲି। ଘରକୁ ଫେରିକି ଦେଖିଲା ବେଳକୁ ରିତୁ ଆରାମରେ ଶୋଇଛି। ତାକୁ ଦେଖି ସେତେବେଳେ ମନ ହେଉଥିଲା କି ତାର ତଣ୍ଟି ଚିପି ମାରିଦେବାକୁ। ହେଲେ ତାକୁ ମାରିକି ମୁଁ ଜେଲ୍ ଯିବାକୁ ଚାହୁଁନଥିଲି। କେଉଁଠି ନା କେଉଁଠି ମୁଁ ଏବେ ମଧ୍ୟ ତାକୁ ଭଲ ପାଉଥିଲି। ତା ପ୍ରତି ଥିବା ଭଲ ପାଇବା ଯୋଗୁଁ ମୋତେ ତାର ବିଶ୍ୱାସଘାତକତା ବହୁତ କଷ୍ଟ ଦେଉଥିଲା। ଏସବୁ ଭାବି ଭାବି ମୋ ମୁଣ୍ଡ ଭିତରଟା ଫାଟି ଯାଉଥିଲା। ମୁଁ ଛାତ ଉପରକୁ ଯାଇ ବହୁତ ଜୋରରେ ଚିତ୍କାର କରି କାନ୍ଦିଥିଲି। ସେତେବେଳେ ବହୁତ ଯନ୍ତ୍ରଣା ହେଉଥିଲା ମୋତେ। ଯନ୍ତ୍ରଣା ସହିବା ମୋର ଆୟତ ବାହାରିଥିଲା। ଏହିପରି ଭାବରେ ବହୁତ ଦିନ ବିତିଗଲା। ଆମ ସମ୍ପର୍କ ଏମିତି ସ୍ତରରେ ପହଞ୍ଚିଥିଲା ଯେଉଁଠି ଆମେ ଖାଲି ନାହୁଁ, ସ୍ୱାମୀ ସ୍ତ୍ରୀ ହୋଇ ରହିଥିଲୁ। ଯେଉଁଠି ଆମେ ଖାଲି ନାଁକୁ ସ୍ୱାମୀ ସ୍ତ୍ରୀ ହୋଇ ରହିଥିଲୁ। ସେ ତା ସମୟରେ ଯାଉଥିଲା ଆଉ ଆସୁଥିଲା। ମୋ ସହ ଯେମିତି ତାର କୌଣସି ସମ୍ପର୍କ ହିଁ ନଥିଲା।
ତା ଭିତରେ ସେ ହୁଏତ ଭୁଲି ଯାଇଥିଲା ତାର କିଏ ଗୋଟେ ସ୍ୱାମୀ ଥିଲା ବୋଲି। ଦିନେ କଥା କଥାରେ ମୁଁ ଗୋଟେ ଲୋକଠାରୁ ଜାଣିବାକୁ ପାଇଲି ସେ ଯେଉଁ ଲୋକ ସହ ସବୁବେଳେ ଯାଉଥିଲା ତାର ମା 5 ବର୍ଷ ତଳୁ ମରିଗଲାଣି। ଏଇ କଥା ଜାଣିବା ପରେ ମୋ ପାଦ ତଳୁ ସେତେବେଳେ ମାଟି ଭୁସୁ ଭୁସୁ ହେଇ ଖସି ପଡ଼ୁଥିବା ପରି ମୋତେ ଲାଗୁଥିଲା। ମୁଁ ରିତୁକୁ ସେତେବେଳେ ଫୋନ୍ ଲଗେଇଥିଲି, ହେଲେ ସେ ଫୋନ୍ ଧରି ନଥିଲା। ଜାଣିଲି ସେ ସେହି ଲୋକ ଘରେ ଥିବ। ଏହାପରେ ମୁଁ ଘରକୁ ଚାଲି ଯାଇଥିଲି। ସକାଳ ହେଲା ପରେ ରିତୁ ସବୁଦିନ ସେ ଲୋକ ସହ ଘରକୁ ଆସିଥିଲା। ମୋତେ କବାଟ ଖୋଲିବାର ଦେଖି କିଛି ନ କହି ରୁମ୍କୁ ଚାଲି ଯାଇଥିଲା। ଏଥର ମୁଁ ବି ତା ପଛେ ପଛେ ରୁମ୍କୁ ଗଲି। ସେ ସେତେବେଳେ କିଛି ନ ଜାଣିଲା ପରି ଅଭିନୟ କରି ଶାଢ଼ୀ ବଦଳି ଫ୍ରେଶ୍ ହେଇ ଆସି ତା ମୁଣ୍ଡ କୁଣ୍ଡଉଥିଲା। ମୁଁ ତାକୁ ଯାଇ ପଚାରିଲି, ଏବେ ତ ଫେରିଲ, ପୁଣି ମୁଣ୍ଡ କୁଣ୍ଡେଇ କୁଆଡ଼େ ବାହାରିଲ? ସେ କହିଥିଲା, ମୁଁ ସେହି ଲୋକ ଘରକୁ ଯାଉଛି, ଆଉ ଥରେ ଯାଉଛି, କାରଣ ତା ମା ଦେହ ବହୁତ ଖରାପ ଅଛି। ମୁଁ ତାକୁ ସେତେବେଳେ ଆଉ କିଛି ନ ପଚାରି ଚୁପଚାପ ରହିଗଲି। ସେ ସେମିତି ସେହି ଲୋକ ସହ ବସି ଚାଲି ଯାଇଥିଲା। ମୁଁ ମଧ୍ୟ ତାଙ୍କ ପଛେ ପଛେ ତାଙ୍କୁ ଅନୁସରଣ କରି ଯାଇଥିଲି। ସେମାନେ ଗୋଟେ ଘର ସାମ୍ନାରେ ରହିଥିଲେ। ମୁଁ ମଧ୍ୟ ସେଠାରେ ଗାଡ଼ି ଅଟକେଇଥିଲି। ଘରର କବାଟ ଖୋଲି ସେମାନେ ଗୋଟେ ରୁମ୍ ଭିତରକୁ ପଶିଥିଲେ। ମୁଁ ବି ତାଙ୍କ ପଛେ ପଛେ ରୁମ୍ ଭିତରକୁ ପଶିଥିଲି। ସେଠାରେ ଯାଇ ଦେଖିଲି ବେଡ୍ ଉପରେ ଗୋଟିକିଏ ଜର୍ଜୀର୍ଣ୍ଣ ଅବସ୍ଥାରେ ଶୋଇଥିଲା, ଆଉ ମୋ ସ୍ତ୍ରୀ ତାକୁ ଇଞ୍ଜେକ୍ସନ୍ ଦେଇଥିଲା। ଇଞ୍ଜେକ୍ସନ୍ ଦେଇସାରି ସେମାନେ ଗୋଟେ କୋଣରେ ଠିଆ ହେଇ କଥା ହେଉଥିଲେ। ସେହି ଲୋକଟି ମୋ ସ୍ତ୍ରୀକୁ କହୁଥିଲା, ଭଉଣୀ, ଇଏ ଏବେ ମରିଯିବ ତ? କେଉଁଦିନଠାରୁ ମୁଁ ଏହାକୁ ସମ୍ଭାଳୁଛି, ଆଉ ୟାକୁ ସମ୍ଭାଳିବା ମୋ ପକ୍ଷେ ସମ୍ଭବ ନୁହେଁ। ମୁଁ ତାଙ୍କ କଥା ଶୁଣିକି ଆଶ୍ଚର୍ଯ୍ୟ ହେଉଥିଲି ଯେ ସେହି ଲୋକ ମୋ ସ୍ତ୍ରୀକୁ ଭଉଣୀ କାହିଁକି ଡାକୁଛି। ଏହାପରେ ମୋ ସ୍ତ୍ରୀ କହିଲା, ତୁ ନିଶ୍ଚିନ୍ତ ରହ, ଆଉ 3 ଦିନ ମଧ୍ୟରେ ଏହାର ଖେଳ ସମାପ୍ତ ହୋଇଯିବ, ଆଉ ତାପରେ ସବୁ ସମ୍ପତ୍ତି ଆମର। ସେହି ଲୋକ କହିଥିଲା, ତୁ ଅପା ଜମା ବ୍ୟସ୍ତ ହଅନା, ମୁଁ ତୋତେ ତୋର ଭାଗ ନିଶ୍ଚୟ ଦେବି। ଏସବୁ ଶୁଣି ମୁଁ ବାହାରକୁ ଯାଇ ପୋଲିସକୁ ଫୋନ୍ କରି ସେଠାରେ ସାଂଘାତିକ ଅପରାଧ ହେଉଥିବା କଥାର ସୂଚନା ଦେଇଥିଲି। ଏସବୁ ଶୁଣି ମୁଁ ବାହାରକୁ ଯାଇ ପୋଲିସକୁ ଫୋନ୍ କରି ସେଠାରେ ସାଂଘାତିକ ଅପରାଧ ହେଉଥିବାର ସୂଚନା ଦେଇଥିଲି। ପୋଲିସ ସେଠାକୁ ସାଙ୍ଗେ ସାଙ୍ଗେ ଯାଇ ସେମାନଙ୍କୁ ଧରିଥିଲା। ସେହି ଲୋକ ପୋଲିସର ଗୋଟେ ଚାପୁଡ଼ାରେ ସବୁ ସତ କହିଦେଲା। ମୁଁ ତାକୁ ପଚାରିଥିଲି, ତୋର ମୋ ସ୍ତ୍ରୀ ସହ ସମ୍ପର୍କ କ'ଣ କହ? ସେ କହିଥିଲା, ଇଏ ମୋ ବଡ଼ ଭଉଣୀ। ମୁଁ ବହୁତ ଲୋଭୀ ଆଉ ଚୋରି କାମ କରେ। ମୋ ଘର ଲୋକ ମୋତେ ବହୁତ ପୂର୍ବରୁ ଘରୁ ବାହାର କରିଦେଇଥିଲେ। ଘରୁ ବାହାରିବା ପରେ ମୁଁ ଗୋଟେ ଧନୀ ପରିବାରର ଏକମାତ୍ର ଝିଅକୁ ପ୍ରେମ ଜାଲରେ ଫସାଇ ବିବାହ କରିନେଲି। ଯେତେବେଳେ ଏହି ଝିଅ ମୋ ସ୍ୱଭାବ ବିଷୟରେ ଜାଣିଯାଇଥିଲା, ମୋତେ ଛାଡ଼ପତ୍ର ଦେବାକୁ ସ୍ଥିର କଲା। ସେଥିପାଇଁ ମୁଁ ମୋ ଅପା ସହ ମିଶିକି ତାକୁ ମାରିବାକୁ ଚାହୁଁଥିଲି। ଯେତେବେଳେ ମୁଁ ମୋର ଯୋଜନା କଥା ଅପାକୁ କହିଥିଲି, ସେ ମଧ୍ୟ ଖୁସିରେ ରାଜି ହୋଇଗଲା, କାରଣ ମୋର ଘର ଭିତରେ ଗୋଟିଏ ଅପା ହିଁ ଥିଲା ଯିଏକି ମୋତେ ବହୁତ ଭଲ ପାଏ। ସେଥିପାଇଁ ମୋର ପ୍ରସ୍ତାବରେ ରାଜି ହୋଇଯାଇଥିଲା ସେ। ଏସବୁ ଶୁଣି ସାରିଲା ପରେ ପୋଲିସ ସେମାନଙ୍କୁ ନେଇଯାଇଥିଲା। ଖରାପ କାମର ଅନ୍ତ ସବୁବେଳେ ଖରାପ ହିଁ ହେଇଥାଏ। ରିତୁ, ଯଦି ତୁମେ ମୋ ଭଲ ପାଇବାକୁ ବୁଝିଥାନ୍ତ, ତେବେ ହୁଏତ ଆଜି ଅବାଟକୁ ଯାଇନଥାନ୍ତ। ଶେଷରେ ଏତିକି କହି ମୁଁ ରିତୁକୁ ଗୁଡ୍ ବାଏ କହିଥିଲି। ରିତୁ ଆଉ ତାର ଭାଇକୁ ତାଙ୍କର କୃତକର୍ମର ପରିଣାମ ଆଜୀବନ ଜେଲରେ ରହି ଭୋଗିବାକୁ ପଡ଼ିଲା। ଯେଉଁ ଝିଅଟିକୁ ସେମାନେ ଇଞ୍ଜେକ୍ସନ୍ ଦେଇ ମାରିବାକୁ ଯାଉଥିଲେ, ତାକୁ ଭଲ କରି ଦେଖି ମୁଁ ଜାଣିବାକୁ ପାଇଲି ଯେ ସେ ମୋର କଲେଜ ବେଳର ସାଙ୍ଗ ଇପ୍ସିତା। ତା ମୁହଁ ସେତେବେଳେ ଏତେ ଶୁଖି ଯାଇଥିଲା ଯେ ତାକୁ ଚିହ୍ନିବା ବହୁତ କଷ୍ଟ ଥିଲା। ଔଷଧ ଇଞ୍ଜେକ୍ସନ୍ ଯୋଗୁଁ ତାର ଅବସ୍ଥା ବହୁତ ଖରାପ ଥିଲା, ଆଉ ଦୁର୍ଭାଗ୍ୟବଶତଃ ତାର ଏହି ଦୁନିଆରେ କେହି ନଥିଲେ। ମୁଁ ତାକୁ କାହା ଭରସାରେ ଡାକ୍ତରଖାନାରେ ପକାଇ ଦେଇ ଆସିଥାନ୍ତି। ଏସବୁ ଭାବି ଭାବି ମାନବିକତା ହିସାବରେ ତାର ସାହାଯ୍ୟ କରିବାଟା ଠିକ୍ ଭାବିଲି। ଗୋଟିଏ ମାସ ଡାକ୍ତରଖାନାରେ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଲା। ଯେତେବେଳେ ସେ କୋମାରୁ ଫେରି ମୋତେ ଦେଖିଥିଲା, ବହୁତ ଖୁସି ହେଇଯାଇଥିଲା। କଲେଜ ପଢ଼ିବା ବେଳେ ସେ ମନେ ମନେ ବହୁତ ମୋତେ ପସନ୍ଦ କରୁଥିଲା, ହେଲେ ମୁଁ ତାକୁ ପସନ୍ଦ କରୁନଥିଲି, କାରଣ ଦେଖିବାକୁ ସେ ଏତେ ସୁନ୍ଦର ନଥିଲା। ଆଉ ଯେଉଁ ସୁନ୍ଦରୀ ଝିଅ ଦେଖି ମୁଁ ବାହା ହେଇଥିଲି, ସେ କେତେ ବଡ଼ ଅପରାଧୀ ମୁଁ ଡେରିରେ ହଉ ପଛେ ଜାଣିପାରିଥିଲି। ଯଦି ମୁଁ ପୂର୍ବରୁ ରିତୁ ବଦଳରେ ଇପ୍ସିତାକୁ ପସନ୍ଦ କରିଥାନ୍ତି, ତାହେଲେ ହୁଏତ ଆମ ଜୀବନ ବହୁତ ଭଲରେ କଟିଥାନ୍ତା। ଖାଲି ସୁନ୍ଦରତା ଶରୀରରେ ନଥାଏ, ସବୁଠୁ ସୁନ୍ଦର ସିଏ ଯାହାର ମନ ପବିତ୍ର।
एकथा मु बुझिला बेलକୁ बहुत डेरी हो जाइथिला। आम दुई जण निज दुखरे बहुत दुखी थिलु, हेले समय साथी रे धीरे धीरे सब ठीक हो गला। एबे ता सह मिसिला परे मने मने ताकू हृदय देई बसिथिली। भाबिली थरटे इप्सिता को विवाह पाई मो तरफरु प्रस्तावटे देबी। कॉलेज बेले से मते बहुत पसंद करथला। मोर मध्य ऋतु ठारू धोखा खाइबा परे केमिति केजाणी इप्सिता प्रति भल पाइबा आसी जाइथिला। बाकी जीवन ता सह काटिबाकू इच्छा थिला। एही गोटे वर्ष परे ता प्रति बहुत गभीर आकर्षण सृष्टि हो जाइथिला मो मनरे। ଯେଉଁ ଦିନ ମୁଁ ତାକୁ ମୋ ମନ କଥା କହିଥିଲି ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମୁଁ ତାର ଭଲ ପାଇବାକୁ ନ ବୁଝି ଯେଉଁ ଭୁଲ କରିଥିଲି ତା ପାଇଁ ଭୁଲ ମାଗି ତାର ହାତ ମାଗିଥିଲି। ସେ ବହୁତ ଖୁସି ହୋଇଯାଇଥିଲା। ଏହାପରେ ଆମେ ବିବାହ ବନ୍ଧନରେ ଆବଦ୍ଧ ହେଲୁ। ଏବେ ଆମର ଦୁଇଟି ଛୁଆ ଆଉ ଆମେ ବହୁତ ଖୁସିରେ ଅଛୁ। ତ ବନ୍ଧୁମାନେ, ଏ ଥିଲା ଆମର ଆଜିର କାହାଣୀ। ଆପଣମାନଙ୍କୁ କାହାଣୀଟି କିପରି ଲାଗିଲା ଦୟାକରି କମେଣ୍ଟ ବକ୍ସରେ ନିଶ୍ଚୟ ନିଜର ମତାମତ ଦେବେ। ଆଉ କାହାଣୀଟି ଭଲ ଲାଗିଥିଲେ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରିଦେବେ, ଯାହାଦ୍ୱାରା ମୁଁ ଛାଡ଼ୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ପୁଣି ଦେଖାହେବ ନୂଆ କାହାଣୀ ସହିତ ନୂଆ ଭିଡ଼ିଓରେ। ବାଏ।